ପକ୍ଷୀରାଜ ଗରୁଡ଼ ସଂସାରର ସବୁ ସ୍ଥାନକୁ ଯାଇପାରନ୍ତି, ମାତ୍ର ଗୋଟିଏ ସ୍ଥାନକୁ ଯାଇପାରନ୍ତି ନାହିଁ। କାହିଁକି? ଆଜି ଆସନ୍ତୁ ଶୁଣିବା ଏକ ସୁନ୍ଦର କାହାଣୀ ଆମ ଚ୍ୟାନେଲ ମାଧ୍ୟମରେ। ଆଜ୍ଞା, ସୌରୀ ନାମକ ଏକ ଋଷି କାଳନ୍ଦୀ ନଦୀ ତଟରେ ଆଶ୍ରମ ସ୍ଥାପନ କରି ତପସ୍ୟା କରୁଥିଲେ। ଥରେ ପକ୍ଷୀରାଜ ଗରୁଡ଼ ସେଠାକୁ ଯାଇ ଏକ ରୋହି ମତ୍ସ୍ୟ ଶିକାର କରି ଋଷିଙ୍କ ସମ୍ମୁଖରେ ଖାଇଦେଲା। ଅହିଂସା ବ୍ରତରେ ଧ୍ୟାନ ରଖିଥିବା ଋଷିଙ୍କ ସାମ୍ନାରେ ଗରୁଡ଼ଙ୍କର ଏପରି ହିଂସାତ୍ମକ ଆଚରଣ ଋଷିଙ୍କୁ କ୍ଷୁବ୍ଧ କଲା। ଋଷି ମହାବ୍ୟଥିତ ହୋଇ ପକ୍ଷୀରାଜ ଗରୁଡ଼ଙ୍କୁ ଅଭିଶାପ ଦେଲେ ଯେ, ମୋ କଥା ମାନ୍ୟ କରି ଯଦି ତୁ କେବେ ଦ୍ୱିତୀୟ ଥର କାଳନ୍ଦୀ ହ୍ରଦରେ ପ୍ରବେଶ କରିବୁ, ତାହେଲେ ତୋର ଛାତି ଫାଟିଯିବ ଓ ତୁ ମୃତ୍ୟୁବରଣ କରିବୁ। ଆଜ୍ଞା, ସେଥିପାଇଁ ସେ ଘଟଣା ପରଠାରୁ ଗରୁଡ଼ କେବେ ମଧ୍ୟ କାଳନ୍ଦୀ ହ୍ରଦକୁ ଆସିବାକୁ ସାହସ କରିପାରନ୍ତି ନାହିଁ। ଆଜ୍ଞା, ସେଥିପାଇଁ କାଳିଅ ନାଗ ଗରୁଡ଼କୁ ଭୟ କରି କାଳନ୍ଦୀ ହ୍ରଦରେ ରହିଥିଲା। ଋଷି ସୌରୀଙ୍କର ଶାପ ଗରୁଡ଼ ପାଇଁ ଅକ୍ଷୟ ହେଲା ବେଳେ କାଳିଅ ନାଗ ପାଇଁ କାଳନ୍ଦୀ ହ୍ରଦ ସାନ୍ତ୍ୱନାର ଆଶ୍ରୟସ୍ଥଳ ହୋଇଥିଲା। ଆଜ୍ଞା, ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଲା ତେବେ ଲାଇକ୍ କରି ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ।